ବେତାଲ। କାହାଣୀ କିଏ ବଡ଼ ସାହସୀ। ସବୁଥର ପରି ବେତାଳ ଗଛରେ ସେମିତି ଝୁଲି ରହିଥିଲା। ରାଜା ବିକ୍ରମ ବେତାଳକୁ ଆଣିବା ପାଇଁ ସେ ଗଛ ପାଖକୁ ଗଲେ। ବେତାଳକୁ ଗଛରୁ ଓହ୍ଲାଇ ନିଜ ପିଠିରେ ଧରି ସାଧୁଙ୍କ ଆଶ୍ରମ ଆଡ଼କୁ ଅଗ୍ରସର ହେଲେ। ଏବେ ବେତାଳ ବିକ୍ରମକୁ ଆଉ ଏକ ନୂଆ କାହାଣୀ କହିବାକୁ ଆରମ୍ଭ କଲା। ବହୁ ବର୍ଷ ପୂର୍ବେ କନକପୁର ନାମରେ ଗୋଟିଏ ରାଜ୍ୟ ଥିଲା। ସେଠାକାର ରାଜା ଥିଲେ ଯଶୋଧନ। ରାଜା ଯଶୋଧନ ବହୁତ ଉଦାର ଥିଲେ। ସେ ତାଙ୍କ ପ୍ରଜାଙ୍କ ସୁଖ ଦୁଃଖ ବୁଝିବା ସହ ସେମାନଙ୍କର ଖୁବ୍ ଯତ୍ନ ନେଉଥିଲେ। ସେହି ରାଜ୍ୟରେ ଜଣେ ସାହୁକାର ରହୁଥିଲା, ଯାହାର ଗୋଟିଏ ଝିଅ ଥିଲା। ତା ନାଁ ଥିଲା ଉନ୍ମାଦିନୀ। ଉନ୍ମାଦିନୀ ଦେଖିବାକୁ ଖୁବ୍ ସୁନ୍ଦର ଆଉ ଗୁଣବତୀ ଥିଲା। ସେ ଏତେ ସୁନ୍ଦର ଥିଲା ଯେ କେହି ବି ତାକୁ ଦେଖିଲେ ତା ରୂପରେ ବିଭୋର ହୋଇ ଆକୃଷ୍ଟ ହୋଇଯାଉଥିଲେ। ଧୀରେ ଧୀରେ ଉନ୍ମାଦିନୀ ବଡ଼ ହେଲା। ଏବେ ସାହୁକାର ଉନ୍ମାଦିନୀର ବିବାହ କରିବା ପାଇଁ ସ୍ଥିର କଲା। ଭାବିଲା, ମୋର ଗୋଟିଏ ବୋଲି ଝିଅ, ଏଣୁ ତାକୁ କୌଣସି ବଡ଼ ଘରେ ବାହା ଦେବି। ତେଣୁ ଝିଅର ପ୍ରସ୍ତାବ ନେଇ ସାହୁକାର ପ୍ରଥମେ ରାଜା ଯଶୋଧନ ପାଖକୁ ଗଲା। ସାହୁକାର ରାଜାଙ୍କୁ କହିଲା, ମହାରାଜ, ମୁଁ ମୋ ଝିଅର ବାହାଘର କରିବା ପାଇଁ ସ୍ଥିର କରିଛି। ମୋ ଝିଅ ରୂପରେ ଯେମିତି, ଗୁଣରେ ସେମିତି, ସେ ସବୁ ବିଦ୍ୟାରେ ପାରଙ୍ଗମ। ଆପଣ ଏ ରାଜ୍ୟର ରାଜା, ଆପଣଙ୍କଠୁ ଆଉ ଯୋଗ୍ୟ ବର ମୋ ଝିଅକୁ ମିଳିବନି। ଏଣେ ମୁଁ ଆପଣଙ୍କୁ ଗୁହାରି କରୁଛି, ଆପଣ ମୋ ଝିଅ ଉନ୍ମାଦିନୀକୁ ବିବାହ କରନ୍ତୁ। ଯଦି ଏ ପ୍ରସ୍ତାବରେ ଆପଣ ରାଜି ନୁହନ୍ତି, ତେବେ ଆପଣ ମନା ବି କରିପାରିବେ। ସାହୁକାରର କଥା ଶୁଣିଲା ପରେ ରାଜା ତାଙ୍କ ମହଲର ବ୍ରାହ୍ମଣ ଓ ପଣ୍ଡିତଙ୍କୁ ଡାକି କହିଲେ, ଆପଣମାନେ ସାହୁକାରର ଝିଅକୁ ଦେଖି ଆସନ୍ତୁ, ଆଉ ତା ରୂପ ଗୁଣ ବିଦ୍ୟା କ'ଣ ସବୁ ପ୍ରତିଭା ଅଛି ଦେଖି ମୋତେ କୁହନ୍ତୁ। ରାଜାଙ୍କ ଆଦେଶ ମାନି ବ୍ରାହ୍ମଣମାନେ ଉନ୍ମାଦିନୀକୁ ଦେଖିବା ପାଇଁ ସାହୁକାରର ଘରକୁ ଗଲେ। ଉନ୍ମାଦିନୀକୁ ପ୍ରଥମେ ଦେଖି ବ୍ରାହ୍ମଣମାନେ ଖୁବ୍ ଖୁସି ହେଲେ। କିଛି ସମୟ ଗଲା ପରେ ଚିନ୍ତା କଲେ, ଯଦି ମହାରାଜ ଏ ସୁନ୍ଦରୀ ଝିଅକୁ ବାହା ହୁଅନ୍ତି, ତେବେ ସେ ଦିନରାତି ଏହାର ସୌନ୍ଦର୍ଯ୍ୟକୁ ଦେଖି ବୁଡ଼ି ରହିବେ। ରାଜ୍ୟ ଓ ପ୍ରଜାଙ୍କ କଥା ଆଉ ଠିକ୍ ସେ ଦେଖିପାରିବେନି କି ଚିନ୍ତା ବି କରିପାରିବେନି। ଏକଥା ଭାବି ବ୍ରାହ୍ମଣମାନେ ଏହି ନିଷ୍ପତ୍ତି ନେଲେ ଯେ ମହାରାଜଙ୍କ ଆଗରେ ଉନ୍ମାଦିନୀର ରୂପ, ଗୁଣ ଓ ସୌନ୍ଦର୍ଯ୍ୟ କିଛି ବି କଥା ରାଜାଙ୍କୁ ଜଣାଇବେନି। ଏବେ ବ୍ରାହ୍ମଣମାନେ ରାଜମହଲକୁ ଫେରିଲେ। ରାଜା ବ୍ରାହ୍ମଣମାନଙ୍କୁ ଉନ୍ମାଦିନୀର କଥା ପଚାରିଲେ। ବ୍ରାହ୍ମଣଗଣ କହିଲେ, ମହାରାଜ, ସେ ଝିଅ ଆପଣଙ୍କ ଯୋଗ୍ୟ ହୋଇପାରିବନି, ତେଣୁ ଆପଣ ତାକୁ ବିବାହ କରନ୍ତୁ ନାହିଁ। ବ୍ରାହ୍ମଣଙ୍କ କଥା ଶୁଣି ରାଜା ମନରେ ଭାବିଲେ, ଏମାନେ ଠିକ୍ କହୁଥିବେ। ଏଣୁ ରାଜା ଉନ୍ମାଦିନୀକୁ ବିବାହ କରିବା ପାଇଁ ସାହୁକାରକୁ ମନା କରିଦେଲେ। ଏବେ ସାହୁକାର ରାଜାଙ୍କୁ ପଚାରି ଉନ୍ମାଦିନୀର ବିବାହ ରାଜାଙ୍କ ସେନାପତି ହଳଧର ସହିତ କଲା। ଉନ୍ମାଦିନୀ ହଳଧର ସହ ବିବାହ କଲା ପରେ ଦୁହେଁ ଖୁବ୍ ଖୁସିରେ ରହିଲେ। କିନ୍ତୁ ଉନ୍ମାଦିନୀର ମନରେ ଏକଥା ସବୁବେଳେ ଉଙ୍କି ମାରୁଥିଲା ଯେ ସେ ଖରାପ ଝିଅ ଭାବି ରାଜା ତା ସହିତ ବିବାହ କରିବା ପାଇଁ ମନା କରିଦେଇଛନ୍ତି। ଅନେକ ଦିନ ବିତିଗଲା। ଦିନେ ରାଜା ତାଙ୍କ ସୈନ୍ୟ ସାମନ୍ତକୁ ଧରି ବସନ୍ତ ଋତୁରେ ବସନ୍ତ ମେଳା ଦେଖିବା ପାଇଁ ଯାଉଥାନ୍ତି। ରାଜା ମେଳା ଦେଖିବାକୁ ଯାଉଛନ୍ତି, ଏକଥା ସାରା ରାଜ୍ୟରେ ଖେଳିଗଲା। ରାଜା ଆସିବା କଥା ଉନ୍ମାଦିନୀ ବି ଜାଣିପାରିଲା। ଉନ୍ମାଦିନୀ ଭାବିଲା, ଏଇଟା କୋଉ ରାଜା ଯିଏ ତାକୁ ବିବାହ କରିବା ପାଇଁ ମନା କରିଦେଲେ। ସେଥିପାଇଁ ସେ ରାଜାଙ୍କୁ ଦେଖିବା ପାଇଁ ଇଚ୍ଛା କଲା। ରାଜାଙ୍କୁ ଆସିବା ସମୟରେ ରାଜାଙ୍କୁ ଦେଖିବା ପାଇଁ ସେ ତାଙ୍କ ଘରର ଛାତ ଉପରେ ଠିଆ ହୋଇ ରହିଲା। କିଛି ସମୟ ଗଲା ପରେ ରାଜା ସୈନ୍ୟ ସାମନ୍ତ ସହ ଉନ୍ମାଦିନୀର ଘର ଆଗ ଦେଇ ଯାଉଥାନ୍ତି। ସେ ସମୟରେ ହଠାତ୍ ରାଜାଙ୍କ ଆଖି ଛାତ ଉପରେ ଠିଆ ହୋଇ ରହିଥିବା ଉନ୍ମାଦିନୀ ଉପରେ ପଡ଼ିଲା। ଉନ୍ମାଦିନୀକୁ ଦେଖି ରାଜା ମନରେ ଖୁବ୍ ଖୁସି ହେଲେ, ଆଉ ତାଙ୍କୁ ଉନ୍ମାଦିନୀ ବି ପସନ୍ଦ ହେଲା। ଏବେ ରାଜା ମନ୍ତ୍ରୀକୁ ଡାକି ଉନ୍ମାଦିନୀ କଥା ପଚାରିଲେ। ମନ୍ତ୍ରୀ ଘଟି ଯାଇଥିବା ସବୁ କଥା ରାଜାଙ୍କୁ ଗୋଟି ଗୋଟି କରି କହିଲା। ମନ୍ତ୍ରୀ କହିଲା, ମହାରାଜ, ଏଇଟା ସେଇ ସାହୁକାରର ଝିଅ ଯାହାକୁ ବ୍ରାହ୍ମଣ କଥା ଶୁଣି ଆପଣ ବିବାହ କରିବେନି ବୋଲି ମନା କରିଦେଇଛନ୍ତି। ପରେ ତା ବାହାଘର ଆମ ସେନାପତି ହଳଧର ସହ ହେଲା। ଏକଥା ଶୁଣି ରାଜା ଖୁବ୍ ରାଗିଗଲେ। ବ୍ରାହ୍ମଣମାନଙ୍କୁ ଶାସ୍ତି ଦେଇ ତାଙ୍କୁ ରାଜ୍ୟରୁ ବହିଷ୍କୃତ କଲେ। ରାଜା ଏବେ ମନେ ମନେ ଖୁବ୍ ଅନୁତାପ କରୁଥିଲେ। ସେ ଗୋଟିଏ ରୂପବତୀ, ଗୁଣବତୀ
ଆଉ ବୁଦ୍ଧିମତୀ ଝିଅ ସହ ବିବାହ କରିବାଠୁ ବଞ୍ଚିତ ହୋଇଛନ୍ତି। ନିଜକୁ ନିଜେ ଖୁବ୍ ତୁଚ୍ଛ ମନେ କରୁଥିଲେ, କାରଣ ସେ ଏବେ ଏମିତି ଗୋଟିଏ ସ୍ତ୍ରୀ କଥା ଭାବୁଛନ୍ତି ଯାହାକୁ ତାଙ୍କ ସେନାପତି ବିବାହ କରିଛି। ରାଜାଙ୍କ ଏ ଅବସ୍ଥା ଦେଖି ପାଖରେ ଥିବା ମନ୍ତ୍ରୀ ଓ ପଣ୍ଡିତମାନେ ରାଜାଙ୍କ ମନ କଥା ବୁଝିପାରିଲେ। ଏବେ ମନ୍ତ୍ରୀ କହିଲେ, ମହାରାଜ, ଆପଣ କାହିଁକି ଦୁଃଖ କରୁଛନ୍ତି? ସେନାପତି ଆପଣଙ୍କ ଅଧୀନରେ କାମ କରୁଛି। ଆପଣ ତା ସହ କଥା ହୁଅନ୍ତୁ ଆଉ ତା ସ୍ତ୍ରୀକୁ ନିଜର କରି ନିଅନ୍ତୁ। କିନ୍ତୁ ରାଜା ମନ୍ତ୍ରୀର ଏ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲେ। ସେନାପତି ହଳଧର ଯିଏ ଉନ୍ମାଦିନୀକୁ ବାହା ହୋଇଥିଲା, ସେ ମହାରାଜଙ୍କର ଗୋଟିଏ ବଡ଼ ଭକ୍ତ ଥିଲା। ରାଜାଙ୍କ ବିଷୟରେ ଜାଣିବା ପରେ ସେନାପତି ରାଜାଙ୍କ ପାଖକୁ ଯାଇ ରାଜାଙ୍କୁ କହିଲା, ମହାରାଜ, ମୁଁ ଆପଣଙ୍କ ସେବକ ଆଉ ଉନ୍ମାଦିନୀ ସେହି ସେବକର ସ୍ତ୍ରୀ। ମୁଁ ମୋ ସ୍ତ୍ରୀକୁ ଆପଣଙ୍କୁ ଅର୍ପଣ କରୁଛି। ତାକୁ ଗ୍ରହଣ କରନ୍ତୁ, ନଚେତ୍ ମୁଁ ତାକୁ କେଉଁ ମନ୍ଦିରରେ ଛାଡ଼ି ଦେଇ ଆସିବି। ସେ ଆଉ ମୋ ସ୍ତ୍ରୀ ହୋଇ ରହିବନି। ତାପରେ ଆପଣ ତାକୁ ଗ୍ରହଣ କରିପାରିବେ। ସେନାପତିର କଥା ଶୁଣି ରାଜା ବହୁତ ରାଗିଗଲେ ଆଉ କହିଲେ, ମୁଁ ରାଜା ହୋଇ ଏମିତିକା ନୀଚ କାମ କେମିତି କରିପାରିବି? କଦାପି ନୁହେଁ। ତୁମେ ମୋର ଭକ୍ତ ହୋଇ ମୋତେ ଏମିତି କରିବାକୁ କେମିତି କହିପାରୁଛ? ତୁମେ ଯଦି ତୁମର ସ୍ତ୍ରୀକୁ ନିଜର କରି ରଖିବନି, ତେବେ ମୁଁ ତୁମକୁ କେବେ ବି କ୍ଷମା ଦେବିନି। ଏବେ ରାଜା ଦିନରାତି କେବଳ ସେ ଉନ୍ମାଦିନୀ କଥା ହିଁ ଭାବୁଥିଲେ। ସ୍ୱପ୍ନରେ ଉନ୍ମାଦିନୀକୁ ହିଁ ଦେଖୁଥିଲେ। ଉନ୍ମାଦିନୀର କଥା ଭାବି ଭାବି ଦିନେ ରାଜା ମୃତ୍ୟୁବରଣ କଲେ। ସେନାପତି ରାଜାଙ୍କର ମୃତ୍ୟୁବରଣ କରିବା ଦେଖି ଖୁବ୍ ଦୁଃଖ କଲା। ପରେ ତା ଗୁରୁଙ୍କ ପାଖକୁ ଯାଇ ସବୁ କଥା କହିଲା। ଗୁରୁ କହିଲେ, ସେନାପତିର ଧର୍ମ ରାଜାଙ୍କ ରକ୍ଷା ସକାଶେ ନିଜ ଜୀବନ ଦେବା। ଏ କଥା ଶୁଣିବା ପରେ ହଳଧର ରାଜାଙ୍କର ଜଳନ୍ତା ଜୁଇକୁ ଡେଇଁ ନିଜ ଜୀବନ ଦେଇଦେଲା। ହଳଧରର ସ୍ତ୍ରୀ ଉନ୍ମାଦିନୀ ଏ କଥା ଜାଣିଲା ପରେ ସେ ବି ନିଜ ସ୍ୱାମୀ ପାଇଁ ଜଳନ୍ତା ଜୁଇକୁ ଡେଇଁ ନିଜ ପ୍ରାଣ ତ୍ୟାଗ କଲା। ଏବେ ବେତାଳ ତା କାହାଣୀକୁ ସାରି ରାଜାଙ୍କୁ ପଚାରିଲା, ବିକ୍ରମ, ଏବେ ତୁ କହ, ଏ କାହାଣୀରେ ରାଜା ଆଉ ସେନାପତି ମଧ୍ୟରୁ କିଏ ବଡ଼ ସାହସୀ? ରାଜା ବିକ୍ରମାଦିତ୍ୟ ନୀରବ ଥିଲେ। ସେ କଥା ଜାଣିଥିଲେ ଯେ ଯଦି ସେ ମୁହଁ ଖୋଲିବେ ତେବେ ବେତାଳ ପୁଣି ଗଛକୁ ଉଡ଼ିଯିବ। କିନ୍ତୁ ତାଙ୍କ ପାଖରେ ଅନ୍ୟ କୌଣସି ଉପାୟ ନଥିଲା। ରାଜା କହିଲେ, ବେତାଳ, ଏ କାହାଣୀରେ ରାଜା ହେଲେ ସବୁଠୁ ବଡ଼ ସାହସୀ, କାରଣ ରାଜାଙ୍କ ସେନାପତି ଜଣେ ଭଲ ମଣିଷ ଆଉ ରାଜାଙ୍କ ସେବକ ଥିଲା। ରାଜାଙ୍କ ପାଇଁ ସେ ନିଜ ଜୀବନ ଦେଲା। ଏହା କୌଣସି ବଡ଼ କଥା ନଥିଲା। କିନ୍ତୁ ସେନାପତି କହିବା ପରେ ବି ରାଜା କିନ୍ତୁ ତା କଥା ନ ଶୁଣି ନିଜ କଥାରେ ଅଟଳ ଥିଲେ। ସେ ଉନ୍ମାଦିନୀକୁ ଗ୍ରହଣ ନ କରି ପ୍ରାଣତ୍ୟାଗ କରିବା ଶ୍ରେୟସ୍କର ଭାବି ନିଜ ରାଜଧର୍ମର ପାଳନ କରିଥିଲେ। ସେଥିପାଇଁ ରାଜା ହିଁ ସବୁଠୁ ବଡ଼ ସାହସୀ। ବିକ୍ରମର କଥା ଶୁଣି ବେତାଳ କହିଲା, ବାଃ ରାଜା ବିକ୍ରମ, ବାଃ, ଧନ୍ୟ ତୋର ବୁଦ୍ଧି ଆଉ ନ୍ୟାୟକୁ। ସତରେ ତୁ ଜଣେ ମହାନ ରାଜା। କିନ୍ତୁ ତୁ ଗୋଟିଏ ଭୁଲ କରିଦେଲୁ। ମୁଁ କହିଥିଲି ତୁ ମୁହଁ ଖୋଲିବୁନି। ତୁ କହିଲୁ ଏବେ ମୁଁ ଚାଲିଲି। ବେତାଳ, ବେତାଳ, ବେତାଳ। ଏବେ ବେତାଳ ବିକ୍ରମର ପିଠିରୁ ଉଡ଼ି ସେ ଗଛ ପାଖକୁ ଗଲା। ରାଜା ବିକ୍ରମ ବେତାଳର ପଛେ ପଛେ ଦୌଡ଼ିଗଲେ ବେତାଳକୁ ପୁଣି ଆଣି ସାଧୁଙ୍କ ଆଶ୍ରମକୁ ନେବା ସକାଶେ। Thank you for watching. Like, share, subscribe. Porshuma Malgapadi.